ସାଙ୍ଗମାନେ ଘର ସମସ୍ତେ ଖାଇସାରିଲେଣି ବିରି ପିଠା। ମୁଁ ଆଜି କ'ଣ ଖାଉଛି ଚାଲନ୍ତୁ ମୁଁ ଆପଣମାନଙ୍କୁ ଦେଖାଉଛି। ଘରେ ସମସ୍ତେ ଖାଇସାରିକି କୁଆଡ଼େ ପଳେଇଗଲେଣି, କେହି ତ ଘରେ ନାହାନ୍ତି। ସମସ୍ତ ଧନ୍ଦାରେ ପଳେଇଲେ। ଆଉ ଖାଇସାରିକି ସମସ୍ତେ ଖାଇଲେ ବିରି ପିଠା। ଆଉ ମୁଁ ଆଜି କ'ଣ ଖାଉଛି? ମୁଁ କହିଲି ନା ମୁଁ ବିରି ପିଠା ଖାଇବିନି, ମୁଁ ଗୋଟେ ସ୍ପେଶାଲ୍ ଜିନିଷ ଖାଇବି। ସେଇଟା ଚାଲନ୍ତୁ ଆପଣମାନଙ୍କୁ ଦେଖାଉଛି କ'ଣ ସେ ଜିନିଷଟା। ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ମୁଁ ତ ବହୁତ ଭଲ ଅଛି। ଆଉ ଆପଣମାନେ କ'ଣ ଖାଇସାରିଲେଣି କି ନାହିଁ? କ'ଣ ଖାଆନ୍ତି? ଆପଣଙ୍କୁ କ'ଣ ପସନ୍ଦ? ସକାଳୁ ସକାଳୁ କ'ଣ ଖାଇଲେଣି? ରୁଟି ଖାଇଛନ୍ତି ନା ପିଠା ଖାଇଛନ୍ତି ନା ଭାତ ଖାଇଛନ୍ତି? ଗରମ ଭାତ ନା ପଖାଳ ଭାତ? ମୁଁ ତ କ'ଣ ଖାଉଛି ଆପଣମାନଙ୍କୁ ଦେଖାଉଛି। କାଲି ହେଲା ଅଗିରା ପୁନେଇ, କାଲି ଥିଲା ପୁନେଇ ଉପାସ। ଆମ ପୁଅର ଚନ୍ଦ୍ର ପୂଜା ପାଇଁ ମୁଁ ପୁନେଇ ଉପାସ କରେ। ସେଥିପାଇଁ ମୁଁ କାଲି ଉପାସ କରିଥିଲି ବୋଲି ଆଜି କ'ଣ କରିଛି ନା ପଖାଳ ଆଉ ଘୁଗୁନି ଆଉ ଗୋଟେ ଚଟୁଣି, ଟମାଟୋ ଚଟୁଣି, ଆଉ ହେଉଛି ଆଉ ଗୋଟେ ବରା। କି ବରା ଆପଣମାନଙ୍କୁ କହିବି, ସେଇଟା ହେଲା ମେନ୍ ଜିନିଷ ହେଲା ଆଳୁ ଛେଚା ବରା। ଆଳୁ ଛେଚା ବରା ସେଇଟା ଦେଖନ୍ତୁ। ଆଳୁ ଛେଚା ବରା ମାନେ ଆଳୁକୁ ଛେଚିକି ଆଣିକି ରସୁଣ ଜିରା ପକେଇକି ଗୋଟା ଆଳୁ ଚୋପା ଲାଗିଥିବ ତାକୁ ଛେଚିକି ଆଣିକି ଅଳ୍ପ ଟିକେ ବେସନ ପକାଇକି ତା ଦେହରେ ତେଲରେ ପକା ହେବ। ତାପରେ ହେଉଛି ଇଏ ଛେଚା ବରା। ଦେଖନ୍ତୁ ମୁଁ ତ ପଖାଳ ଖାଉଛି। ଆପଣମାନଙ୍କୁ କ'ଣ ଖାଇବା ପସନ୍ଦ? ଚଟୁଣି, ବରା, ଘୁଗୁନି ତ ଅଧା ଖାଇସାରିଲିଣି। ଏତେ ଭୋକ ଲାଗିଲା ଯେ ଅଧା ଖାଇସାରିଲିଣି। କାଲି ଉପାସ ଥିଲା, ସେଥିପାଇଁ ମୁଁ ଭାତ ଖାଇଦେବା। ଆଉ ହେଉଛି ଆମ ଘରେ କେହି ପଖାଳ ଖାଆନ୍ତିନି। ଭାତ ଗୁଡ଼ା ମା ଲକ୍ଷ୍ମୀ ଠାକୁରାଣୀ ଆଉ ଫୋକାଡ଼ିଆ ନା, ଆଉ ସବୁବେଳେ ଫୋକାଡ଼ିଆ ଭଲ ନୁହଁ। ଆଉ ଯିଏ ହିଁ ଜାଣିଥିବ ମାନେ ଚାଉଳର ମୂଲ୍ୟ, ଧାନ କେତେ କଷ୍ଟ କରିକି ଧାନ ବିଲରେ ଲଗା ହେଉଛି, ଚାଉଳ ତିଆରି କରାହେଉଛି, ତାପରେ ଆମେ ଭାତ ଖାଉଛନ୍ତି। ଆଉ କେତେ ପରିଶ୍ରମ ଲାଗୁଛି, କେତେ ଟଙ୍କା ଖର୍ଚ୍ଚ ହେଉଛି। ଆମେ ଯଦି ଭାତକୁ ଫୋକାଡ଼ିଆ, ମା ଲକ୍ଷ୍ମୀ ରାଗିବେ କି ନାହିଁ? ରାଗିବେ ନା? ଆପଣମାନେ କ'ଣ କରନ୍ତି? ଫୋକାଡ଼ି ଦିଅନ୍ତି ନା ତାକୁ ପଖାଳ କରିକି ଖାଇଦିଅନ୍ତି? ପଖାଳ ତ ଏବେ ଟିକେ ଦେହ ଖରାପ ହେଉଛି, ସମସ୍ତଙ୍କ ଦେହ ସୁଟ୍ କରୁନି, ଥଣ୍ଡା ମଣ୍ଡା ଧରୁଛି। ତଥାପି ମୁଁ ମଝିରେ ମଝିରେ ପଖାଳ ଖାଇଦିଏ। ଇଚ୍ଛା ଯାହା ବି ହେଲେ ପଖାଳ କ'ଣ ଟିକେ ଛାଡ଼ି ହେବ? ଯାହା ବି ହେଲେ ଇଚ୍ଛା ହେବ ଟିକେ ଖାଇବା ପାଇଁ। ମୁଁ ତାହେଲେ ଟିକେ ଉଷୁମ କରିଦିଏ, ଗରମ କରିଦିଏ, ଉଷୁମ କରିଦେଇ ଟିକେ ଖାଏ। ଆପଣମାନେ କେମିତି? ଥଣ୍ଡା ପଖାଳ ଖାଇବାକୁ ଇଚ୍ଛା ହୁଏ ନା ଉଷୁମ କରିବା? ଥଣ୍ଡା ଟିକେ ଅଛି ନା, ଥଣ୍ଡା ପଖାଳ ଖାଇଲେ ଥଣ୍ଡା ଧରି ନେବ, ପୁଣି ମେଡ଼ିସିନ୍ ଖାଇବାକୁ ପଡ଼ିବ। ସେଥିପାଇଁ ମୁଁ ଟିକେ ଉଷୁମ କରିଦେଇକି ଖାଏ। ଆପଣମାନେ କେମିତି ଭଲ ଲାଗେ କହିବେ? ମୁଁ ତ ଏଇ ସକାଳୁ ଦୁଇଟା ଖାଇଦେଇଛି ପଖାଳ। ଆପଣ କ'ଣ ଖାଇଛନ୍ତି? ଆଉ କ'ଣ କିଛି ଖାଇଦେବେ ଆଉ।